ସାମ୍ବାଦିକଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ନିସାର ଫାର୍ମ ଠାରେ ଆଜି ସାମ୍ବାଦିକଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ହେଲାଣି ଲକ୍ଷ୍ମୀପୁର ବ୍ଲକ ସଦରରେ ନୂତନ ଏକ ପ୍ରେସ୍ କ୍ଲବ ନିର୍ମାଣକୁ ନେଇ ସାମ୍ବାଦିକମାନେ ଦାବି କରି ଆସୁଥିଲେ ସୁଦ୍ଧା ଏଯାଏଁ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଉନଥିବାରୁ ସଭିଏଁ ଦୁଃଖ ପ୍ରକାଶ କରିଥିଲେ। ଆଗାମୀ ଦିନରେ ତୁରନ୍ତ ଏକ କ୍ଲବ ନିର୍ମାଣ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ସକାଳ ପେପର ବ୍ଲକ ପ୍ରତିନିଧି ଯୁଧିଷ୍ଠିର ବାଘଙ୍କୁ, ବ୍ଲକର ସଭାପତି କାକିରିଗୁମା ପ୍ରମେୟ ପେପର ପ୍ରତିନିଧି ପ୍ରଫୁଲ୍ଲ ଖସଲାଙ୍କୁ, ସମ୍ପାଦକ ବ୍ଲକ ସଂଯୋଜକ ଭାବେ କଳିଙ୍ଗ ଟିଭି ସାମ୍ବାଦିକ ପାତ୍ର ପିଲେଣ୍ଟି ଓ କାକିରିଗୁମା ସମ୍ବାଦ ପ୍ରତିନିଧି ନୃସିଂହନାଥ ପଟ୍ଟନାୟକଙ୍କୁ, କୋଷାଧ୍ୟକ୍ଷ ଓ ଦର୍ଶନ ପେପର ବ୍ଲକ ପ୍ରତିନିଧିଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ଏଥିରେ ବ୍ଲକର 11 ଜଣ ସାମ୍ବାଦିକ ଯୋଗଦେଇ ନିଜ ନିଜ ମତାମତ ଉପସ୍ଥାପନ କରିଥିବା ବେଳେ କ୍ଲବ ତରଫରୁ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସର୍ବସହମତି ପ୍ରକାଶ ପାଇଥିଲା। ଲକ୍ଷ୍ମୀପୁର ପ୍ରମୋଦ ଜେନାଙ୍କ ରିପୋର୍ଟ, ମସିଆ ନ୍ୟୁଜ୍। ଦେଖନ୍ତୁ, ଆଜି ଆମେ ଲକ୍ଷ୍ମୀପୁରରେ ଏକ ପ୍ରେସ୍ କ୍ଲବ ତିଆରି କରୁଛୁ। ସେଥିରେ ସଭ୍ୟମାନଙ୍କୁ ମଧ୍ୟ ନିଆହେଇଛି। ଲକ୍ଷ୍ମୀପୁର ବ୍ଲକର ଜୋନ୍ 1 କାକିରିଗୁମା, ଜୋନ୍ 2 ଲକ୍ଷ୍ମୀପୁର ମିଳିତ ଭାବରେ ପ୍ରାୟ 11 ଜଣ ସଦସ୍ୟ ଏଥିରେ ଆମେ ଯୋଗ ଦେଇଥିଲୁ। ସମସ୍ତେ ମିଳିମିଶି ଗୋଟେ ପଦକ୍ଷେପ ନେଲୁ କି ଏଠି ଗୋଟେ କ୍ଲବ କରିବା ଏବଂ ଏକତ୍ରିତ ହେଇ ଯେମିତିକି ଆମର ସାମ୍ବାଦିକ ସଂଗଠନକୁ ଆଗକୁ ନେବା। ସାମ୍ବାଦିକ ସଦାବେଳେ ଲୋକଙ୍କ କାମ କରି ଆସୁଛନ୍ତି ଏବଂ ନିଜ କାମକୁ ମଧ୍ୟ ସେମାନେ ଭୁଲି ଯାଉଛନ୍ତି। ପର କାମରେ ସଦାବେଳେ ଖବର ସଂଗ୍ରହରେ ବ୍ୟସ୍ତ ରହୁଛନ୍ତି। ତେଣୁ ଆଜି ଆମେ ଏକତ୍ରିତ ହେଇ କିନ୍ତୁ ସଂଗଠିତ ଜୀବନଯାପନ କରିବା, ଭାଇଚାରା ସ୍ନେହ ଶ୍ରଦ୍ଧାରେ ବାନ୍ଧି ରହିବା, ଏହା ଲକ୍ଷ୍ୟ ଥିଲା। ବିଭିନ୍ନ ପ୍ରକାର ବିଷୟରେ ଆଲୋଚନା ହୋଇଛି। ସଂଘ କିଭଳିଆ ସୁଦୃଢ଼ ହେବ, ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧା କିପରି ବଜାୟ ରହିବ, ନିୟମ କାନୁନରେ କିପରି ଚଳିବା, ସଦାବେଳେ ଆମେ ସମାଜର ମଙ୍ଗଳ ପାଇଁ କାମ କରିବା ଏବଂ ଆମ ନାଁ ଯେମିତିକି ସଦାବେଳେ ଠିକ୍ ସମାଜରେ ମଧ୍ୟ ପରିଚାଳିତ ହେବ, ସେ ନେଇ ଆମେ ଆଲୋଚନା କରିଥିଲୁ। ତେଣୁ ସମସ୍ତଙ୍କୁ ଧନ୍ୟବାଦ ଯେ ଆଜିକାର ଏହି ବୈଠକକୁ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ କରିଥିବା ହେତୁ। ଦେଖନ୍ତୁ, ଆଜି ଆମର ଲକ୍ଷ୍ମୀପୁର ବ୍ଲକରେ ଗୋଟେ ନୂତନ ଭାବରେ ପ୍ରେସ୍ କ୍ଲବ ତିଆରି ହୋଇଛି, ଯେଉଁଥିରେ କି ସଭାପତି ଚୟନ ହୋଇଛି, ଅନ୍ୟ କର୍ମକର୍ତ୍ତା ବି ଚୟନ ହୋଇଛନ୍ତି। ସଭାପତି ଭାବରେ ଯୁଧିଷ୍ଠିର ବାବୁଙ୍କୁ ଦାୟିତ୍ୱ ମିଳିଛି, ଆଉ ଅନ୍ୟ କର୍ମକର୍ତ୍ତାମାନେ ବି ସେମାନଙ୍କର ଦାୟିତ୍ୱ ସଠିକ୍ ରୂପରେ ତୁଲାଇବେ। ଆଉ କ୍ଲବଟାକୁ ସମସ୍ତେ ସ୍ଥାୟୀ ଭାବରେ ଯେମିତି ନିର୍ବାହ କରିବେ ତା ଉପରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଏଇଟା ବିସ୍ତୃତ ଭାବରେ ଜିଲ୍ଲା ରାଜ୍ୟ ସ୍ତରକୁ ମଧ୍ୟ ନାଁ କମାଇଲା ଭଳିଆ ଏଭଳି ପଦକ୍ଷେପ। ପାତ୍ର ପିଲେଣ୍ଟି, ମୁଁ ଲକ୍ଷ୍ମୀପୁର କଳିଙ୍ଗ ଟିଭିରେ କାମ କରୁଛି। ଦେଖନ୍ତୁ, ଦୀର୍ଘ ଦିନ ପରେ ଲକ୍ଷ୍ମୀପୁର ଅଞ୍ଚଳରେ ଆଜି ଯେତିକି ଆମର ସାମ୍ବାଦିକମାନେ ରହିଛନ୍ତି ଏକତ୍ରିତ ହୋଇ ଆଜି ଲକ୍ଷ୍ମୀପୁରଠାରେ ଯେଉଁ ରହିଥିବା ଫାର୍ମ ହାଉସ୍ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କିପରି ଭାବରେ ଆମ ଅଞ୍ଚଳର ସାମ୍ବାଦିକମାନେ ଏକତ୍ରିତ ହେବେ ଏବଂ ଅଞ୍ଚଳର ଯେଉଁ ବିକାଶ ରହିଛି ତାକୁ ଆଗେଇ ନେବେ, ସେ ଉପରେ ନେଇ ଆଲୋଚନା ହୋଇଥିଲା ଓ ଯେଉଁ ସାମ୍ବାଦିକମାନେ ରହିଛନ୍ତି ସେମାନଙ୍କର ସମସ୍ୟା ଉପରେ ବି ଆଲୋଚନା କରାଗଲା। କିପରି ଭାବରେ ସମସ୍ତେ ମିଳିତ ହୋଇ ଏହି ପ୍ରେସ୍ କ୍ଲବକୁ ସୁରୁଖୁରୁ ଭାବରେ ନେବେ ବୋଲି ଆଶା ରଖୁଛି। ଦେଖନ୍ତୁ, ଲକ୍ଷ୍ମୀପୁର ଏକ ଆଦିବାସୀ ଅଞ୍ଚଳ। ସମସ୍ତେ ଆମେ ଯେମିତିକି ଖବର ସମସ୍ତଙ୍କୁ ନେଇକି ସରକାର ପାଖରେ ପହଞ୍ଚାଇବା ତାହା ମଧ୍ୟ ଆଲୋଚନା କରାଯାଇଥିଲା ଏବଂ କ୍ଲବ ମାଧ୍ୟମରୁ ଆମେ କେମିତି ଏକତ୍ରିତ ହେବା, ଗୋଟିଏ ସ୍ୱର ସମସ୍ତଙ୍କ ରହିବ ଏବଂ ସରକାର ପାଖରେ ଏଇ ଯେଉଁ ଗୋଟିଏ ସ୍ୱର ଲୋକଙ୍କ ସ୍ୱର ନେଇକି ସରକାର ପାଖରେ ପହଞ୍ଚାଇବା ତା ଉପରେ ଆମେ ଆଲୋଚନା କରାଯାଇଥିଲା ଏବଂ ସାମ୍ବାଦିକଙ୍କର ବୃତ୍ତି କ'ଣ ଆ ଉପରେ ମଧ୍ୟ ସମସ୍ତେ ଆଲୋଚନା କରାଯାଇଥିଲା। ଆଗାମୀ ଦିନର ସାମ୍ବାଦିକର ସୁରକ୍ଷା ଏବଂ ଆ ଉପରେ ସରକାର ମଧ୍ୟ ଆମେ ପଦକ୍ଷେପ ନେବା ପାଇଁ ଏହିସବୁ ବିଷୟରେ ଆଲୋଚନା କରାଯାଇଥିଲା। ନିହାତି ଦେଖନ୍ତୁ, ଆମର ଯେଉଁ ପ୍ରେସ୍ କ୍ଲବର ପ୍ରେସିଡେଣ୍ଟ, ସେକ୍ରେଟାରୀ, ଟ୍ରେଜେରୀ ଏବଂ ଅନ୍ୟ କର୍ମକର୍ତ୍ତା ଏବଂ ଆଡ଼ଭାଇଜର ମଧ୍ୟ ଆମେ ଏଠି ଚୟନକର୍ତ୍ତା କରାଯାଇଥିଲା ଏବଂ ସମସ୍ତଙ୍କୁ ଗୋଟିଏ ଗୋଟିଏ ପଦ ଦିଆଯାଇଛି। ସେମାନେ ଯେମିତିକି ଆଗାମୀ ଦିନରେ ସୁରୁଖୁରୁରେ ଏହି ପ୍ରେସ୍ କ୍ଲବକୁ ଦାୟିତ୍ୱ ଭାବରେ ତୁଲାଇ ନେବେ, ନିଜ ଦାୟିତ୍ୱ ଯେମିତିକି ସମ୍ପନ୍ନ କରିବେ ତା ଉପରେ ସମସ୍ତେ ଆଲୋଚନା କରାଯାଇଥିଲା। ଆଉ ପ୍ରେସ୍ କ୍ଲବ ଯେମିତିକି ଲକ୍ଷ୍ମୀପୁର ନାହିଁ, ଆମେ ସାରା ଭାରତରେ ଯେମିତି ଆମେ ନାଁଟା କମାଇବା ତା ଉପରେ ଆମେ ସବୁ ଆଲୋଚନା କରାଯାଇଥିଲା।